ନମସ୍କାର ବନ୍ଧୁଗଣ, ଓଡ଼ିଆ ଅନୁଚିନ୍ତା ପ୍ଲସ୍କୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଜାଣିବା ମହିଳା ଏବଂ ପୁରୁଷ ଉଭୟଙ୍କର କେଉଁ ଅଙ୍ଗରେ କଳା ଯାଇଥିଲେ କ'ଣ ସଂକେତ ମିଳିଥାଏ। ତେବେ ଆସନ୍ତୁ ବନ୍ଧୁଗଣ, ଭିଡ଼ିଓଟିକୁ ଆରମ୍ଭ କରିବା। ନମ୍ବର 1, ଯେଉଁ ବ୍ୟକ୍ତିଙ୍କ ଅଣ୍ଟାରେ କଳା ଯାଇଥାଏ ସେହି ବ୍ୟକ୍ତିର ଜୀବନ ସବୁବେଳେ ସମସ୍ୟା ମଧ୍ୟରେ ଘେରି ରହିଥାଏ। ନମ୍ବର 2, ପିଠି ଉପରେ କଳା ଯାଇଥିଲେ ଜାତକ ଭୌତିକବାଦୀ, ମହତ୍ୱାକାଂକ୍ଷୀ ଏବଂ ରୋମାଣ୍ଟିକ ହୋଇଥାନ୍ତି। ସେମାନେ ଭ୍ରମଣଶୀଳ ମଧ୍ୟ ହୋଇଥାନ୍ତି। ଏହି ବ୍ୟକ୍ତିମାନେ ଖର୍ଚ୍ଚ ବହୁତ କମ୍ କରିଥାନ୍ତି। ନମ୍ବର 3, ଯେଉଁ ବ୍ୟକ୍ତିଙ୍କ ଆଙ୍ଗୁଠି ଉପରେ କଳା ଯାଇଥାଏ ସେହି ବ୍ୟକ୍ତି କାର୍ଯ୍ୟକୁଶଳ, ବ୍ୟବହାର କୁଶଳ ତଥା ନ୍ୟାୟପ୍ରିୟ ହୋଇଥାନ୍ତି। ନମ୍ବର 4, ଯେଉଁ ବ୍ୟକ୍ତିଙ୍କ ତର୍ଜନୀ ବା ବିଶି ଆଙ୍ଗୁଠିରେ କଳା ଯାଇଥାଏ ସେହି ବ୍ୟକ୍ତି ବିଦ୍ୟାମାନ, ଗୁଣବାନ ଏବଂ ଧନବାନ ହୋଇଥାନ୍ତି, କିନ୍ତୁ ଶତ୍ରୁଙ୍କ ଦ୍ୱାରା ପୀଡ଼ିତ ହୋଇଥାନ୍ତି। ନମ୍ବର 5, ଯେଉଁ ବ୍ୟକ୍ତିଙ୍କ ମଝି ଆଙ୍ଗୁଠିରେ କଳା ଯାଇଥାଏ ସେହି ବ୍ୟକ୍ତି ଉତ୍ତମ ଫଳଦାୟୀ ହୋଇଥାନ୍ତି। ଏହି ବ୍ୟକ୍ତି ସୁଖୀ ହୋଇଥାନ୍ତି ଏବଂ ତାଙ୍କ ଜୀବନ ଶାନ୍ତିପୂର୍ଣ୍ଣ ହୋଇଥାଏ। ନମ୍ବର 6, ଯେଉଁ ବ୍ୟକ୍ତିଙ୍କ ବାମ ହାତରେ କଳା ଯାଇଥାଏ ସେହି ବ୍ୟକ୍ତି ଖର୍ଜିତ ସ୍ୱଭାବର ତଥା ବାମ ହାତର ଉପର ଭାଗରେ କଳା ଯାଇଥାଏ ସେହି ବ୍ୟକ୍ତି କଞ୍ଜୁସ ହୋଇଥାନ୍ତି। ନମ୍ବର 7, ଯେଉଁ ବ୍ୟକ୍ତିଙ୍କ ଅନାମିକା ଆଙ୍ଗୁଠିରେ କଳା ଯାଇଥାଏ ସେହି ବ୍ୟକ୍ତି ଜ୍ଞାନୀ, ସ୍ୱଭାବୀ, ଧନୀ ଏବଂ ପରାକ୍ରମୀ ହୋଇଥାନ୍ତି। ନମ୍ବର 8, କନିଷ୍ଠ ଆଙ୍ଗୁଠି ଉପରେ କଳା ଯାଇଥିଲେ ସେହି ବ୍ୟକ୍ତି ସମ୍ପତ୍ତିବାନ ହୋଇଥାନ୍ତି, କିନ୍ତୁ ତାଙ୍କ ଜୀବନ ଦୁଃଖମୟ ହୋଇଥାଏ। ନମ୍ବର 9, ଗାଲ ଉପରେ ନାଲି କଳା ଯାଇ ଶୁଭ ଫଳ ଦେଇଥାଏ। ବାମ ଗାଲରେ କଳା ରଙ୍ଗର କଳା ଯାଇଥିଲେ ବ୍ୟକ୍ତି ନିଧନ ଏବଂ ଡାହାଣ ଗାଲରେ ଥିଲେ ବ୍ୟକ୍ତି ଧନୀ ହୋଇଥାଏ। ନମ୍ବର 10, ଯେଉଁ ବ୍ୟକ୍ତିର ଗାଲରେ କଳା ଯାଇଥାଏ ସ୍ୱାସ୍ଥ୍ୟ ଅନୁକୂଳତା ଓ ପ୍ରତିକୂଳତା ନିରନୁର ହୋଇଥାଏ। ନମ୍ବର 11, ଯେଉଁ ବ୍ୟକ୍ତିଙ୍କ ଡାହାଣ ହାତରେ କଳା ଯାଇଥାଏ ଏହି ବ୍ୟକ୍ତି ପ୍ରତିଷ୍ଠିତ ଓ ବୁଦ୍ଧିମାନ ହୋଇଥାନ୍ତି ଏବଂ ଲୋକ ତାଙ୍କର ଆଦର କରିଥାନ୍ତି। ନମ୍ବର 12, ଯେଉଁ ବ୍ୟକ୍ତିଙ୍କ ମଥାର ମଧ୍ୟ ଭାଗରେ କଳା ଯାଇଥାଏ ଏହା ତାଙ୍କ ନିର୍ମଳ ପ୍ରେମର ସଂକେତ ଅଟେ। ମଥାର ଡାହାଣରେ ଯଦି କଳା ଯାଇଥାଏ କୌଣସି ବିଷୟରେ ନିପୁଣତା ଦର୍ଶାଇଥାଏ, କିନ୍ତୁ ମଥାର ବାମରେ ଯଦି କଳା ଯାଇଥାଏ ସେମାନେ ଅଳ୍ପ ଖର୍ଚ୍ଚ କରିଥାନ୍ତି। ନମ୍ବର 13, ଯେଉଁ ବ୍ୟକ୍ତିଙ୍କ ଦୁଇ ଆଇବ୍ରୋରେ କଳା ଯାଇଥାଏ ସେହି ବ୍ୟକ୍ତି ଅଧିକ ଯାତ୍ରାପ୍ରିୟ ହୋଇଥାନ୍ତି। ଡାହାଣରେ କଳା ଯାଇଥିଲେ ସୁଖମୟ ଏବଂ ବାମ ପଟେ କଳା ଯାଇଥିଲେ ଦୁଃଖମୟ ଦାମ୍ପତ୍ୟ ଜୀବନର ସଂକେତ ଦେଇଥାଏ। ନମ୍ବର 14, ପାଦ ତଳ କଳା ଯାଇ ସବୁବେଳେ ବ୍ୟକ୍ତିକୁ ଘରଠାରୁ ଦୂରେଇ ନେଇଯାଇଥାଏ ଏବଂ ବହୁତ ବଡ଼ ସଫଳତା ଦେଇଥାଏ। ନମ୍ବର 15, ଯେଉଁ ବ୍ୟକ୍ତିଙ୍କ ଡାହାଣ ଆଖି ଡୋଳାରେ କଳା ଯାଇଥାଏ ତେବେ ବ୍ୟକ୍ତିର ବିଚାର ଉଚ୍ଚ ଅଟେ। ବାମ ଡୋଳାରେ ଥିଲେ ବ୍ୟକ୍ତି ଟିକିଏ ଭାବୁକ ହୋଇଥାନ୍ତି। ନମ୍ବର 16, ଯଦି ଆଖିର ପଲକରେ କଳା ଯାଇଥାଏ ସେହି ବ୍ୟକ୍ତି ସମ୍ବେଦନଶୀଳ ହୋଇଥାନ୍ତି। ଡାହାଣ ପଲକରେ ଥିବା କଳା ଯାଇ ବାମ ଅପେକ୍ଷା ଅଧିକ ସମ୍ବେଦନଶୀଳ ଅଟନ୍ତି। ନମ୍ବର 17, କାନ ଉପରେ କଳା ଯାଇଥିବା ବ୍ୟକ୍ତି ଅଳ୍ପାୟୁ ହେବାର ସଂକେତ ଦେଇଥାଏ। ନମ୍ବର 18, ନାକ ଉପରେ କଳା ଯାଇଥିଲେ ବ୍ୟକ୍ତି ପ୍ରତିଭା ସମ୍ପନ୍ନ ଓ ସୁଖୀ ହୋଇଥାନ୍ତି। ମହିଳାଙ୍କର ନାକରେ କଳା ଯାଇଥିଲେ ତାହା ସୌଭାଗ୍ୟଶାଳୀ ହେବାର ସୂଚକ ଅଟେ। ନମ୍ବର 19, ଓଠ ଉପରେ କଳା ଯାଇଥିବା ବ୍ୟକ୍ତି ବହୁତ ପ୍ରେମୀ ହୃଦୟର ହୋଇଥାନ୍ତି। ଯଦି କଳା ଯାଇ ଓଠ ତଳେ ଥାଏ ତେବେ ଗରିବ ହୋଇଥାନ୍ତି। ନମ୍ବର 20, ମୁହଁର ଆଖପାଖରେ କଳା ଯାଇଥିଲେ ସ୍ତ୍ରୀ ଏବଂ ପୁରୁଷ ଦୁଇ ଜଣ ସୁଖୀ ସମ୍ପନ୍ନ ଏବଂ ସଜ୍ଜନ ହେବାର ସୂଚକ ଅଟେ। ମୁହଁରେ କଳା ଯାଇଥିବା ବ୍ୟକ୍ତିର ଭାଗ୍ୟ ଧନୀ ହୋଇଥାଏ, ତାଙ୍କର ଜୀବନ ସାଥୀ ବହୁତ ଭଲ ହୋଇଥାନ୍ତି। ନମ୍ବର 21,
ଯେଉଁ ବ୍ୟକ୍ତିଙ୍କ କହୁଣୀରେ କଳା ଯାଇଥାଏ ସେହି ବ୍ୟକ୍ତି ବିଦ୍ୱାନ ହବାର ସୂଚକ ଅଟେ। ନମ୍ବର 22 ଯାହାର ହାତରେ କଳା ଯାଇଥାଏ ସେହି ବ୍ୟକ୍ତି ଚାଲାକ ହୋଇଥାଏ। ଡାହାଣ ହାତରେ କଳା ଯାଇଥିଲେ ବ୍ୟକ୍ତି ବଳବାନ ଏବଂ ଡାହାଣ ପୃଷ୍ଠରେ କଳା ଯାଇଥିଲେ ଧନବାନ ହୋଇଥାନ୍ତି। କିନ୍ତୁ ହାତରେ ଥିବା ସମସ୍ତ କଳା ଯାଇ ଶୁଭ ହୋଇନଥାଏ, କିଛି ଅଶୁଭ ଫଳ ମଧ୍ୟ ଦେଇଥାଏ। ନମ୍ବର 23 ଗଳାରେ କଳା ଯାଇଥିଲେ ବ୍ୟକ୍ତି ଆରାମଦାୟୀ ହୋଇଥାଏ। ଗଳା ସାମ୍ନାରେ କଳା ଯାଇଥିଲେ ବ୍ୟକ୍ତିର ଘରେ ମିତ୍ରଙ୍କ ଯିବା ଆସିବା ଲାଗି ରହିଥାଏ ଏବଂ ତାଙ୍କ ମିତ୍ର ସଚ୍ଚା ହୋଇଥାନ୍ତି। ନମ୍ବର 24 ଯେଉଁ ସ୍ତ୍ରୀଙ୍କ ହୃଦୟରେ କଳା ଯାଇଥାଏ ସେହି ସ୍ତ୍ରୀ ସୌଭାଗ୍ୟବତୀ ହୋଇଥାଏ। ଛାତିର ଡାହାଣରେ କଳା ଯାଇଥିଲେ ତାହା ଶୁଭ ଅଟେ। ଛାତି ମଝିରେ କଳା ଯାଇଥିଲେ ସୁଖୀ ଜୀବନ ଥାଏ, ସେହି ସ୍ତ୍ରୀ ସୌଭାଗ୍ୟବତୀ ହୋଇଥାଏ। ଛାତିର ଡାହାଣରେ କଳା ଯାଇଥିଲେ ତାହା ଶୁଭ ଅଟେ। ଛାତି ମଝିରେ କଳା ଯାଇଥିଲେ ସୁଖୀ ଜୀବନ ଦର୍ଶାଇଥାଏ। ନମ୍ବର 25 ପେଟରେ କଳା ଯାଇଥିଲେ ବ୍ୟକ୍ତି ଭୋଜନ ପ୍ରିୟ ଏବଂ ମିଠା ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। ବନ୍ଧୁଗଣ ଆଜି ପାଇଁ ଏତିକି। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଛି ବା ଏହି ଭିଡ଼ିଓରୁ କିଛି ଶିଖିବାକୁ ମିଳିଛି ତେବେ ଭିଡ଼ିଓକୁ ଲାଇକ୍, କମେଣ୍ଟ, ସେୟାର କରିବାକୁ ଭୁଲିବେନି। ଆଉ ଯଦି ଚ୍ୟାନେଲରେ ଆପଣ ନୂଆ ଅଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ତା ସାଇଡରେ ଥିବା ବେଲ ଆଇକନକୁ ଦବେଇ ରଖନ୍ତୁ। ଯେତେବେଳେ ବି ଓଡ଼ିଆ ଅନୁଚିନ୍ତା ପ୍ଲସର ଭିଡ଼ିଓ ପୋଷ୍ଟ ହୁଏ ଆପଣଙ୍କ ପାଖରେ ପ୍ରଥମେ ପହଞ୍ଚିବ। ରହିଲି, ଜୟ ଜଗନ୍ନାଥ। ଆପଣଙ୍କ ଦିନଟି ଶୁଭମୟ ହଉ।